ହଉଛି ସରସ୍ୱତୀ ପୂଜା ଆଉ ମୁଁ ସକାଳୁ ଟିକେ ରେଡି ହେଇଯାଇଛି ଗାଧେଇ ପାଧେଇକି ମାମା ମତେ ପୁରା ରେଡି କରିଦେଇଛନ୍ତି। ଆଜି ମୁଁ ଯିବି ସ୍କୁଲ କୁ ପୂଜା କରିବା ପାଇଁ। ଆଉ ଏଇ ଯୋଉ ନୂଆ ଡ୍ରେସ ଟା ପିନ୍ଧିଛି ଏଇଟା ମୁଁ ଯେତେବେଳେ କଲିକତା ଯାଇଥିଲି ବାବା ମତେ କିଣିକି ଦେଇଥିଲେ। ଆଉ ଏଇଠି ଦେଖୁଛନ୍ତି ବସିଛନ୍ତି ମୋ ନାନୀମା ଆଉ ମୋ ଆଈ। ତାପରେ ମାମା ମତେ କାଖ କରିକି ନେଇ ଆସିଲେ ବାହାରକୁ। ଆଉ ଏପଟେ ଆଈ ତାଙ୍କର ଗାଡି ଷ୍ଟାର୍ଟ କରି ନେଇଛନ୍ତି ଆଉ ମୁଁ ଆଈଙ୍କ ପାଖରେ ଗାଡିରେ ଚଢି ଯାଇଛି। ଆଉ ଏବେ ମୁଁ ମାମାଙ୍କୁ ଟାଟା କରିଦେଇକି ଆମେ ପଳେଇ ଗଲୁ ସ୍କୁଲରେ ଯାଇକି ପହଞ୍ଚିଲା ବେଳକୁ ପୂଜା ଷ୍ଟାର୍ଟ ବି ମଧ୍ୟ ହେଇଯାଇଛି। ଏଇ ଦେଖନ୍ତୁ ଆମ ସ୍କୁଲର ଏଇଟା ପୂଜା। ତ ପୂଜା କରିକି ମୁଁ ଆସିଲି ଘରକୁ ଦିପହର ବେଳେ। ଆଉ ତାପରେ ମୋ ପ୍ୟାଣ୍ଟ ଯେହେତୁ ଓଦା ହେଇଯାଇଥିଲା ମାମା ଖୋଲି ଦେଇଥିଲେ। ପୁତଲି ଦିଦି ସହିତ ବହୁତ ସାରା ଫଟୋ ଉଠେଇଲି। ତାପରେ ଏବେ ହେଇଯାଇଛି ସନ୍ଧ୍ୟା ଆଉ ଏବେ ଆସିଛନ୍ତି ମାଇଁ ଆମ ଘରକୁ ଗଛ ଲଗେଇଦେବା ପାଇଁ। ଏଇ ଯୋଉ ଡାଳିମ୍ବ ଗଛଟା ଦେଖୁଛନ୍ତି ଆଉ ସେପଟେ ସପେଟା ଗଛ ଏଇଗୁଡା ନେଇକି ଆସିଥିଲେ କଟି ମାମା। ତ ଏଇଗୁଡାକ ଏବେ ଲଗା ହଉଛି ଆଉ ମୁଁ ତ ପୁରା ଖୁସି ହେଇଯାଇଛି ପାଣି ଦଉଛି ଗଛ ମୂଳରେ। ଆପଣଙ୍କର ସରସ୍ୱତୀ ପୂଜା କେମିତି ରହିଲା କମେଣ୍ଟ କରିକି ଜଣାନ୍ତୁ। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ କରିବେ, ଫଲୋ କରିବେ।